ଆଜ୍ଞା ଆପଣଙ୍କର ପରିଚୟ ଟିକେ ଦେବ। ଗୋପାଳଜୀ ପାଣିଗ୍ରାହୀ, ଭାରତୀୟ ଜନତା ପାର୍ଟି ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା। ଆଜି କଳା ଦିବସ ପାଳନ କରିଥିଲେ, ଏଇଟା କାଣା ତାର ଏଇଟା ପ୍ରକୃତରେ 1975 ମସିହା ଜୁନ 25 ତାରିଖରେ ଭାରତବର୍ଷର ଗୋଟେ ଅଭାବନୀୟ ଘଟଣା ଘଟିଥିଲା। ପୂର୍ବତନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏମର୍ଜେନ୍ସି ଘୋଷଣା କରିଥିଲେ ଆଜିର ଦିନ, ଏବଂ ଭାରତବର୍ଷର ଲକ୍ଷେରୁ ଅଧିକ ଲୋକଙ୍କୁ ବିଭିନ୍ନ ରାଜନେତା, ପ୍ରେସ୍ ମିଡ଼ିଆ, ସମାଜସେବୀ ଏ ପ୍ରକାର ଲୋକଙ୍କୁ ଗିରଫ କରି ଜେଲ୍ ଭିତରେ ପୁରେଇ ଦେଇଥିଲେ। ଏବଂ ଦୀର୍ଘ 1977 ମସିହା ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ଏମର୍ଜେନ୍ସି ଥିଲା ଦେଶରେ। ଏ ସମୟରେ ଗଣତନ୍ତ୍ରର ହତ୍ୟା ହୋଇଥିଲା। ନିର୍ବାଚନ ଭଳିଆ ଗୁରୁତ୍ୱପୂର୍ଣ୍ଣ ଯେନ୍ ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ହେଉଛି ତାର ପ୍ରକ୍ରିୟା ତାକେ ବି ବନ୍ଦ କରି ଦିଆଯାଇଥିଲା। ତାର ଲାଗି ଆଜି ଭାରତୀୟ ଜନତା ପାର୍ଟି ସାରା ଭାରତବର୍ଷରେ ଆଜିର ଦିନ ଜୁନ ମାସର 25 ତାରିଖକେ କଳା ଦିବସ ରୂପରେ ପାଳନ କରୁଛୁ। ଆଉ ଆଜି ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆମେ ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ ଆମେ କଳା ଦିବସ ପାଳନ କରିସାରିଛୁ।